मेघमाଳାରେ शीघ्र आगमन କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ଆମମାନେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଶୁଣିବାର ଅପୂର୍ବ ସୁଯୋଗ ଆମେ ପାଉଛୁ। ପରମେଶ୍ୱର ପ୍ରତି ପ୍ରଭାତରେ ତାଙ୍କର ପବିତ୍ର ବାକ୍ୟ ଦ୍ୱାରା ସେ ଆମ ସମସ୍ତଙ୍କୁ କଥାବାର୍ତ୍ତା ହେଉଛନ୍ତି। ସେଥିପାଇଁ ସ୍ୱର୍ଗର ପରମେଶ୍ୱରଙ୍କୁ ହୃଦୟ ସହିତ ଧନ୍ୟବାଦ। ତାହା ସହିତ ଆପଣ ସମସ୍ତଙ୍କୁ ମଧ୍ୟ ହୃଦୟ ସହିତ ଧନ୍ୟବାଦ ଦିଏ, କାରଣ ଆପଣମାନେ ନିୟମିତ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକକୁ ଦେଖୁଛନ୍ତି। କେବଳ ଦେଖୁଛନ୍ତି ତାହା ନୁହେଁ, ଲାଇକ୍ ସେୟାର କମେଣ୍ଟସ୍ ଗୁଡ଼ିକ ଦ୍ୱାରା ଆପଣମାନେ ଆମମାନଙ୍କୁ ଅତ୍ୟଧିକ ପରିମାଣରେ ଉତ୍ସାହିତ କରୁଛନ୍ତି। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଆପଣମାନଙ୍କର କମେଣ୍ଟସ୍ ଗୁଡ଼ିକକୁ ଆମେ ପଢ଼ୁଛୁ ଆଉ ଆମେ ଉତ୍ସାହିତ ହେଉଛୁ। ଆପଣମାନଙ୍କର ପ୍ରାର୍ଥନା ପଏଣ୍ଟକୁ ନେଇ ଆମେ ପ୍ରାର୍ଥନା କରୁଛୁ। ଏହି ପ୍ରକାର ଆପଣମାନେ ନିରନ୍ତର ଆମମାନଙ୍କୁ ଉତ୍ସାହିତ କରୁଥିବେ ବୋଲି ଆମେ ଆପଣମାନଙ୍କୁ ଅନୁରୋଧ କରୁଛୁ। ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, ସୁସ୍ଥ କିଏ କରନ୍ତି। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, ସୁସ୍ଥ କିଏ କରନ୍ତି, ଆଶ୍ଚର୍ଯ୍ୟ କର୍ମ କିଏ କରନ୍ତି। ପ୍ରିୟମାନେ, ଆଜି ଏହି ବିଷୟକୁ ନେଇ ଅନେକ ଲୋକମାନେ, ଅନେକ ପ୍ରଭୁଙ୍କ ଦାସମାନେ ସେମାନେ କହନ୍ତି, ମୁଁ ପ୍ରାର୍ଥନା କରିବା ଦ୍ୱାରା ସୁସ୍ଥ ହେଇଗଲା, ମୁଁ ହାତ ରଖିବା ଦ୍ୱାରା ସୁସ୍ଥ ହେଇଗଲା, ମୁଁ ଉପବାସ କରିବା ଦ୍ୱାରା ସିଏ ସୁସ୍ଥ ହେଇଗଲା। ମାତ୍ର ଆମେ ଜାଣିବା ଯେ ସୁସ୍ଥ କିଏ କରନ୍ତି, ଆରୋଗ୍ୟ କିଏ କରନ୍ତି। ଯେତେବେଳେ ଆମେ ପ୍ରେରିତ ପୁସ୍ତକ 3 ଅଧ୍ୟାୟ ଦେଖୁଛୁ, ସେହି ସ୍ଥାନରେ ମାତୃ ଗର୍ଭରୁ ଗୋଟେ ଖଞ୍ଜ ବ୍ୟକ୍ତି ସେ ବସି ରହି ମନ୍ଦିରରେ ଯାଉଥିବା ଲୋକମାନଙ୍କୁ ସେ ଭିକ ମାଗୁଥିଲା। ସେହି ସମୟରେ ପିତର ଓ ଜହନ ସେ ରାସ୍ତା ଦେଇ ଗଲେ। ପିତର ଜହନଙ୍କ ଠାରୁ କିଛି ପାଇବା ଆଶାରେ ସେ ପିତର ଜହନକୁ ମଧ୍ୟ ସେ ଭିକ ମାଗିବାକୁ ଲାଗିଲା। ସେତେବେଳେ ପିତର ଜହନ କହିଲେ ଯେ ସୁନା କି ରୂପା ଆମ ପାଖରେ ନାହିଁ, ମାତ୍ର ଆମ ପାଖରେ ଯାହା ଅଛି ସେ ନାଜରିତ ଯୀଶୁଙ୍କ ନାମରେ ଚାଲ। ଏଇ କଥା କହିବାରୁ ସେ ଚାଲିଲେ, କୁଦା ମାରିଲା, ଈଶ୍ୱରଙ୍କର ମହିମା କରୁ କରୁ ସେ ମନ୍ଦିର ଭିତରକୁ ପ୍ରବେଶ କରିଗଲା। ସେତେବେଳେ ସବୁ ଲୋକମାନେ ପିତର ଜହନଙ୍କୁ ଘେରିଦେଲେ। ଘେରିଦେବାରୁ ପିତର ଜହନଙ୍କର ଭାଷା ଟିକେ ଦେଖନ୍ତୁ, କି ପ୍ରକାର ସୁନ୍ଦର ଭାଷା ସେମାନେ ବ୍ୟବହାର କରିଛନ୍ତି। ଏହାର ପ୍ରେରିତ 3 ଅଧ୍ୟାୟର 12 ପଦରେ ପିତର ତାହା ଦେଖି ଲୋକମାନଙ୍କୁ ଉତ୍ତର ଦେଲେ, ହେ ଇସ୍ରାଏଲ ଲୋକମାନେ, ଆପଣମାନେ କାହିଁକି ଏହି ଲୋକ ବିଷୟରେ ଚମତ୍କୃତ ହେଉଅଛନ୍ତି? କିମ୍ବା ଆମ୍ଭେମାନେ ଯେପରି ନିଜ ଶକ୍ତି ଅବା ଭକ୍ତି ବଳରେ ଏହାକୁ ଚାଲିବାକୁ ଶକ୍ତି ଦେଇଅଛୁ, ତାହା ଭାବି ଆମ୍ଭମାନଙ୍କ ପ୍ରତି କାହିଁକି ଏକ ଦୃଷ୍ଟିରେ ଚାହୁଁଅଛନ୍ତି? କେତେ ସୁନ୍ଦର! ପ୍ରିୟମାନେ, ପ୍ରଥମ ଶତାବ୍ଦୀର ପ୍ରଭୁଙ୍କର ଦାସମାନେ, ଶିଷ୍ୟମାନେ, ପ୍ରେରିତମାନେ ଯେତେବେଳେ ଲୋକମାନେ ତାଙ୍କ ଆଡ଼କୁ ଆକର୍ଷିତ ହୋଇଯାଉଥିଲେ, ସେହି ସମୟରେ ସେମାନେ ସେଇ ଲୋକମାନଙ୍କୁ ନିଜ ଆଡ଼କୁ ସେମାନେ ଗ୍ରହଣ କରୁନଥିଲେ। ସେ ଲୋକମାନଙ୍କୁ କହୁଥିଲେ, କାହିଁକି ଆମକୁ ଏତେ ଉପରକୁ ଉଠାଉଛ? କାହିଁକି ଆମ ଆଡ଼େ ଚମତ୍କୃତ ହେଇ ଚାହୁଁଛ? ଆପଣମାନେ ଭାବୁଛନ୍ତି ଆମର ଉପବାସ କଲୁ, ଶକ୍ତି କଲୁ, ଭକ୍ତି କଲୁ, ଆଉ ଆମେ କିଛି ଆଶ୍ଚର୍ଯ୍ୟ କର୍ମ କଲୁ। ତାହା ନୁହେଁ। ଆମର ନିଜର ଶକ୍ତି, ଆମର ନିଜର ଭକ୍ତି, ଆମର କୌଣସି ପ୍ରକାର ପାୱାର ଦ୍ୱାରା ଆମେ କରିନାହୁଁ। ଆଜି ଅନେକ ପ୍ରଭୁଙ୍କର ଦାସମାନଙ୍କୁ ସୁନ୍ଦର ବାକ୍ୟ ପ୍ରଚାର କରିବା ପାଇଁ ଦାନ ବରଦାନ ଦେଇଛନ୍ତି, ଭାବବାଣୀ କହିବାକୁ ଦାନ ବରଦାନ ଦେଇଛନ୍ତି, ଆରୋଗ୍ୟ କରିବାକୁ ଦାନ ବରଦାନ ଦେଇଛନ୍ତି। ଏଇଟା ପରମେଶ୍ୱର ତାଙ୍କ ଲୋକମାନଙ୍କୁ ସେ ଦିଅନ୍ତି। ମାତ୍ର କୌଣସି ପ୍ରକାର ପ୍ରଭୁଙ୍କର ଦାସମାନଙ୍କର ଏହା କହିବାର ଅଧିକାର ନାହିଁ କି ଶକ୍ତି ନାହିଁ ଯେ ସେମାନେ ମୋ ଦ୍ୱାରା ଲୋକମାନେ ସୁସ୍ଥ ହେଉଛନ୍ତି, ମୋର ପ୍ରାର୍ଥନା ଦ୍ୱାରା ଲୋକମାନେ ସୁସ୍ଥ ହେଉଛନ୍ତି, ମୁଁ ହାତ ରଖିବା ଦ୍ୱାରା ଲୋକମାନେ ସୁସ୍ଥ ହେଉଛନ୍ତି। ପ୍ରିୟମାନେ, ଏହା କେହି କହିପାରିବେ ନାହିଁ, କାରଣ କେବଳ ସୁସ୍ଥତା ଯୀଶୁ କରନ୍ତି, ପ୍ରଭୁ କରନ୍ତି। ସେଥିପାଇଁ ସେ କହିଲେ, କ'ଣ ପାଇଁ ଆମ ଆଡ଼କୁ ତୁମେ ଏତେ ଆଶ୍ଚର୍ଯ୍ୟ ଭାବରେ ଚାହୁଁଛ? ଆମେ କ'ଣ ଆମର ଶକ୍ତି ଦ୍ୱାରା, ଭକ୍ତି ଦ୍ୱାରା କ'ଣ ଆମେ କଲୁ କି? ଆମେ ତ ସାଧାରଣ କେଉଟ ଲୋକ, ଆମେ ମାଛ ଧରିବା ଲୋକମାନେ, ଆମେ ବହୁତ ସାଧାରଣ ଲୋକ। ସମାଜରେ ଆମର କୌଣସି ପ୍ରକାର ମାନୀ ମର୍ଯ୍ୟାଦା ନାହିଁ। ଆମକୁ କେହି ପଚାରୁନଥିଲେ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମକୁ ତାଙ୍କର ଶିଷ୍ୟ ଭାବରେ ବାଛିଲେ, ପବିତ୍ର ଆତ୍ମାରେ ଆମକୁ ଅଭିଷେକ କଲେ, ଯାହାଦ୍ୱାରା ଆମ ଦ୍ୱାରା ସେ ଆଶ୍ଚର୍ଯ୍ୟ କର୍ମ କରୁଛନ୍ତି। ମାତ୍ର ସେ ଆଶ୍ଚର୍ଯ୍ୟ କର୍ମର କ୍ରେଡିଟ୍ ଆମର କୌଣସି ପ୍ରକାର ଆମର ନାହିଁ। ଆମେ ସେ ଆଶ୍ଚର୍ଯ୍ୟ କର୍ମର କ୍ରେଡିଟ୍ ନେବା ପାଇଁ ଆମେ ଯୋଗ୍ୟ ନାହୁଁ, କାରଣ ଆମ ଦ୍ୱାରା ଆଶ୍ଚର୍ଯ୍ୟ କର୍ମ ହୁଏ ନାହିଁ। ପ୍ରିୟମାନେ, ଆଶ୍ଚର୍ଯ୍ୟ କର୍ମ ପ୍ରଭୁ କରନ୍ତି। ସେତେବେଳେ ସେମାନେ 16 ପଦରେ ସେ କହୁଛନ୍ତି, ପୁଣି ତାହାଙ୍କ ନାମରେ ବିଶ୍ୱାସ କରିବାରୁ ଏହି ଯେଉଁ ଲୋକଙ୍କୁ ଆପଣମାନେ ଦେଖୁଅଛନ୍ତି ଓ ଜାଣିଅଛନ୍ତି, ଏହାକୁ ତାହାଙ୍କ ନାମ ବଳବାନ କରିଅଛି।
पितर बलवान करना जहन बलवान करना आमर प्रार्थना बलवान करना। प्रिय माने सुस्थ प्रभु करती, आरोग्य प्रभु करती, आश्चर्य कर्म प्रभु करती। कौन सी मनुष्य सब करे नहीं। से आपण मान कहवाई चाहे आमे कौन सी प्रभुंक दासंक पछरे चलिबा कथा नुहे, तांकर भक्त हेबा कथा नुहे। आश्चर्य कर्म प्रभु करती। प्रभुंक दास मान को समादर करिबा, से मान को सम्मान देबा, से मान को जहा प्राप्य आमे ताहा देबा। मात्र तांको आड़ को अनेबार आवश्यक नहीं। आमको प्रभुंक आड़ को अनेबा विडंबना कौन। आज लोक माने विभिन्न प्रकार प्रभुंक दास मानकर फैन होइचंती। प्रिय माने आमको फैन हेबा पाए प्रभु डाकी नाहंती। यीशुंकर शिष्य हेबा पाए आमको डाकीचंती। यीशुंक पछरे चलिबा पाए आम मान को डाकीचंती। आश्चर्य कर्म प्रभु करती। आश्चर्य कर्म मनीष करे नहीं। आश्चर्य कर्म कौन सी प्रभुंक दास करती नहीं। आश्चर्य कर्म केवल प्रभु करती। एइटा पितर जहन से दिन से माने साक्ष्य देले। से सेमानकर साक्ष्य शुणी 5000 लोक प्रभु जीशु ख्रीष्ट पाखु आसुचंती, प्रभु जीशु ख्रीष्ट विश्वास करुचंती। प्रिय माने आज गोटे छोटिया आश्चर्य कर्म हो गले आमे ताहाको एडवर्टाइज करू। आमर मंडली द्वारा एई लोक सुस्थ हेले, आमर मंडली प्रार्थना द्वारा एई लोक आरोग्य हो गले। आमे कौन करूछु, आमर संस्था को, आमर मंडली को, आमर नाम को आमे बड़ करिबा पाई देखुछु। आमे प्रिय माने आश्चर्य कर्म प्रभु करती। से कहवा चाहे आमे प्रभु को आड़ को अनेबार अछि। पितर जहन से दिन से कथा कहले आम आड़ को कौन आणुछ, आम आड़ को कौन आकर्षण आसुअछ। तुम जीशुंक निकट को जाओ। प्रभु जीशु ख्रीष्ट से आश्चर्य कर्म करती। ताहांक नाम एही मातृगर्भरु खंज जड़े भिकारी प्रतिदिन से सुंदर नामक द्वार निकट ठिया ही बसी से भिक मागुथिला। एही व्यक्तिंकर अवस्था को किए परिवर्तन कले। पितर जहन परिवर्तन करे नहीं, कौन सी प्रभुंकर दास परिवर्तन करे नहीं। केवल जीशुंकर नाम रे विश्वास करिबा द्वारा एही व्यक्ति आज से सुस्थ होईची, आरोग्य होईची, तार अवस्था बदली जाईची। प्रिय माने आज मध्य परमेश्वर आश्चर्य कर्म करती। आमे प्रभुंक आड़ को अनेबा कथा, प्रभुंक ठारे दृढ़ विश्वास करिबा कथा। आमे कोनसी गोटे चर्च गलु आश्चर्य कर्म हैला प्रभुंकर गौरव हो। कोनसी गोटे दास आम पे प्रार्थना कले आश्चर्य कर्म हैला प्रभुंकर गौरव हो। कारण परमेश्वर आश्चर्य कर्म करती दास मान द्वारा, प्रार्थना द्वारा। मात्र आमको परमेश्वर आड़ को जीवार अच्छी। कौन सी व्यक्ति को आम निज आड़ को आकर्षण करवाटा भल नुह। से दिन बाप्तिजिक जहन तांकर 2 जन शिष्य को कहले एही देख ईश्वरंकर मेष शावक जे कि पाप भार बही नहीं जाती। प्रिय माने प्रभुंक दास मानकर काम लोक मान को निज आड़ को आकर्षण करवा नुहे। आमको जीशुंक आड़ को लोक मान को पठेबा। जीशु को देख, प्रभु जीशु ख्रीष्ट को देख। प्रभुंकर स्तुति हो, महिमा हो। प्रिय माने आम मान को परमेश्वर काली आश्चर्य कर्म करुथिले, आज आश्चर्य कर्म करुछंती और आसंता दिन मानकर मध्य से आश्चर्य कर्म करिवे। कारण से आश्चर्य, तांको नाम ही आश्चर्य। प्रिय माने आश्चर्य कर्म कौन सी प्रभु को दास करती नहीं। आश्चर्य कर्म कौन सी व्यक्ति करती नहीं। आश्चर्य कर्म केवल प्रभु करती। से आमे प्रभु को धन्यवाद देबा, प्रभु को प्रशंसा करिबा, आमे प्रभुंकर पछरे आमे चलिबा, तांकर अनुगमन करिबा। आज अनेक जन मनुष्य मान को पछरे चली से माने पड़ी जाइछंती। से आमे जीशुंक पछरे जदि आमे चलिबा ताहाले आमे केबे आमे पढ़ा नहीं। प्रभु आम को आशीर्वाद करंतु। आसतु प्रार्थना करिबा। पिता आमे तुमको धन्यवाद दउछु, प्रशंसा करुछु, गौरव करुछु। राजा तुम्हें महान, तुम्हें सर्वशक्तिमान, तुम्हें आश्चर्य कर्मकारी परमेश्वर। आश्चर्य कर्म केवल तुम्हें ही कर प्रभु। तुम छड़ा आश्चर्य कर्म के करती नहीं। तुम्हें आश्चर्य कर्म करिबारे अद्वितीय परमेश्वर तुम्हें अट प्रभु। आम लोक मानकर चक्षु को तुम्हें उन्मुक्त कर प्रभु। से माने तुम आड़ को आकर्षित होइछिबे, मनुष्य आड़ को आकर्षित होई न जाई प्रभु तुम आड़ को आकर्षित होइछिबे, ताहाले से माने सुरक्षित रहिबे प्रभु। आम प्रार्थना करूछु प्रभु, लोक मानकर आत्मिक चक्षु को तुम्हें उन्मुक्त कर। से माने कोनोसी विषय विश्वास न करी तुम ठारे अपना विश्वास को स्थापन करि परिबे अनुग्रह तुम्हें प्रदान कर प्रभु। समस्त प्रकार भ्रांति तुम्हें आम को उद्धार कर
प्रार्थना शुणिछ धन्यवाद दे प्रार्थना प्रिय प्रभु जीशुଙ୍କ नामରେ ମାଗୁଛୁ आमेन आमेन। समस्त नमस्कार प्रेज द लॉर्ड। प्रभु हम समस्त को प्रचुर भाव आशीर्वाद करंतु प्रभु अनुग्रह दया कले आम आसंता अध्याय रे आ गोटे नुआ प्रसंग रे परस्पर सहित आम साक्षात रहिबा। समस्त को नमस्कार प्रेज द लॉर्ड। गॉड ब्लेस यू।